ସୁସ୍ଥ ସବୁଠୁ ହଉ ଠିକ ଅଛି ଆଜି ଷ୍ଟାର୍ଟ କରିବା। ଆଜ୍ଞା ହଉ ଯେ ଲାଷ୍ଟ କ୍ଲାସ୍ କଣ କରୁଥିଲେ କହିଲୁ? ପରିସୀମା ବିଷୟରେ ନାଇଁ କି? ଆଜ୍ଞା ତ ପରିସୀମା ବିଷୟରେ ଯୋଉ ଲାଷ୍ଟ କ୍ଲାସ୍ ଆମେ ପଢିଥିଲେ ସେଟା ହଉଛି ଗୋଟେ ପରିସୀମା ଆମେ କେମିତି ବାହାର କରିବା କାହାର ଯେମିତି କି ଗୋଟେ ଯେକୌଣସି ପ୍ରକାର ଗୋଟେ ଜ୍ୟାମିତିକ କ୍ଷେତ୍ର ଦେଇଥିବ ତାର କେମିତି ପରିସୀମା ଆମେ ବାହାର କରିବା ଶିଖିଥିଲେ ହେଲା। ଆଜ୍ଞା ଆଜି ବିଭିନ୍ନ ପ୍ରକାର ଯୋଉ ପରିସୀମା ଆମେ ବାହାର କରିବା ବିଭିନ୍ନ ପ୍ରକାର ଜ୍ୟାମିତିକ କ୍ଷେତ୍ରର ପରିସୀମା କେମିତି ବାହାର କରାଯାଏ ଆମେ ଦେଖିବା। ତାର ଫର୍ମୁଲା ବି ଅଛି ସବୁ ବିଭିନ୍ନ ମନେକର ଆୟତ କ୍ଷେତ୍ରର ପରିସୀମା ବାହାର କରିବା ପାଇଁ ତାର ଗୋଟେ ଫର୍ମୁଲା ଅଛି ଆମେ ଏ ଫର୍ମୁଲା ଦେଖିବା କେମିତି ତିଆରି ହଉଛି ସେ ଫର୍ମୁଲାଟା। ବର୍ଗ କ୍ଷେତ୍ରର ପରିସୀମା ବାହାର କରିବା ପାଇଁ ତାର ବି ଫର୍ମୁଲା ଆମେ ନିଜେ ତିଆରି କରିବା ଏବେ ହେଲା କାହିଁକି ହେଲା ସେ ଫର୍ମୁଲାଟା ଠିକ ଅଛି ବୁଝିଲା କି ନାହିଁ ତ୍ରିଭୁଜର ହେଲା। ତ ଏସବୁ ବିଭିନ୍ନ ପ୍ରକାର ଜ୍ୟାମିତୀୟ କ୍ଷେତ୍ରର ପରିସୀମା ଆମେ ବାହାର କରିବା ଶିଖିବା ଆଉ ଅଭ୍ୟାସ କାର୍ଯ୍ୟ କରିବା ହେଲା। So are you ready? ରେଡି Okay, ଠିକ ଅଛି। So ପ୍ରଥମେ ଆମେ ଦେଖିବା ଯେ ଆମର କଣ ଆୟତ କ୍ଷେତ୍ରର କେମିତି ପରିସୀମା ଆମେ ବାହାର କରିବା ଶିଖିବା ହେଲା। ଆୟତ କ୍ଷେତ୍ରର ପରିସୀମା ହେଲା। ଆୟତ କ୍ଷେତ୍ରର ପରିସୀମା କେମିତି ବାହାର କରିବା ଶିଖିବା ଠିକ ଅଛି। ଠିକ ଅଛି ତ ବର୍ତ୍ତମାନ ଆମେ ଯେତେବେଳେ କାଲି ମୁଁ କହିଥିଲି କଣ କହିଥିଲି ଯେ ଯେକୌଣସି ଜ୍ୟାମିତିକ କ୍ଷେତ୍ରର ଆମେ ଯେତେବେଳେ ପରିସୀମା ବାହାର କରୁଛେ କଣ କରୁଛେ ସବୁ ବାହୁ ଗୁଡାକୁ ମିଶେଇ ଦଉଛେ ନା ନାଇଁ ହଁ ଯେତେଟା ବାହୁ ଦେଇଥିବ ଯେକୌଣସି ଜ୍ୟାମିତିକ ଆମେ କାଲି ଯେମିତି ଗୋଟେ ଏକ୍ସାମ୍ପଲ ନେଇଥିଲେ ଗୋଟେ ପଞ୍ଚଭୁଜର 5ଟା ବାହୁ ଦେଇଥିଲା ସେ 5ଟା ବାହୁର ସବୁ ମାପ ଗୁଡା ଦେଇଥିଲା କଣ ଦେଇଥିଲା ଦେଇଥିଲା ସବୁ ବାହୁର ମାପ ଦେଇଥିଲା ଯେ ତାକୁ କଣ କଲୁ ତୁ କାଲି କାଲି ମୁଁ ଯୋଗ କରିଦେଲି ସବୁ ମିଶେଇଦେଲି କଣ ସବୁ ମିଶେଇଦେଲୁ ତା ବାହୁର ଦୈର୍ଘ୍ୟ ମାପିକି ତମେ ଯୋଉ ଲେଖିଥିଲ ହଁ ମୁଁ ତାକୁ ମିଶେଇଦେଲି ସବୁ ଯୋଗ କରିଦେଲି ସବୁ ବାହୁ ଗୁଡାକର ମାପ ଦିଆ ହେଇଥିଲା ସବୁ ବାହୁ ଗୁଡାକର ମାପ କଣ କଲୁ ଯୋଗ କରିକି କହିଦେଲୁ ଯେ ତାର ପରିସୀମା କେମିତି ହେଲା ହେଲା। ତ ଆୟତ କ୍ଷେତ୍ରର ସେମିତି ପରିସୀମା ବାହାର କରିବା ପାଇଁ ଆମକୁ କଣ ହେଇଛି ନା ମନେକର ଆମର ଆୟତ କ୍ଷେତ୍ରଟା ଏମିତି ଦେଇଛି ହେଲା ଏଇଟା ଗୋଟେ ଆୟତ କ୍ଷେତ୍ର ଦେଲା ଠିକ ଅଛି ଠିକ ଅଛି ଏଇଟା ଗୋଟେ ଆୟତ କ୍ଷେତ୍ର ଦେଲା ଗୋଟେ ଆୟତ କ୍ଷେତ୍ର ଦେଇଛି ହେଲା। ତ ବର୍ତ୍ତମାନ এই আয়ত ক্ষেত্রର ଆମେ କଣ କରିବା ନା ତାର ପରିସୀମା ଆମେ ବାହାର କରିବା ଓକେ। ତ এই আয়ত ক্ষেত্রର ପରିସୀମା ଯୋଉ ବାହାର କରିବା ମନେକର ମୁଁ ତତେ କହିଲି এই ତାର ପୁଣି ନାଁ ଦେବା ନା ଆମେ ତାର ସମସ୍ତଙ୍କ ନାଁ ଅଛି ବର୍ତ୍ତମାନ ନାଁ ଦେଲେ ୟା ନାଁ କଣ କ ଘ ମାନେ କେଉଁ ପ୍ରକାର ଜ୍ୟାମିତିକ କ୍ଷେତ୍ରଟା এটা বর্গ କ୍ଷେତ୍ର ନାଇଁ ଏଇଠି ପୁରା ହେଡିଂ ଟା କଣ ଲେଖା ହେଇଛି ଆୟତ କ୍ଷେତ୍ରର ପରିସୀମା ଲେଖା ହେଇଛି ନା ବର୍ଗ କ୍ଷେତ୍ରର আয়ত ଆୟତ କ୍ଷେତ୍ରର ନାଇଁ ତାହେଲେ ଏଟା କୋଉ କ୍ଷେତ୍ରଟା ଏଟା এটা আয়তক্ষেত্র ନା କେମିତି ଜାଣିଲ ଆୟତ କ୍ଷେତ୍ର ଦେଖିକି ଖାଲି କହିଥିଲ ଆୟତ କ୍ଷେତ୍ର ନା ତା ବିପରୀତ ବାହୁ ଗୁଡାକ ସମାନ କେମିତି ଜାଣିଲୁ ସମାନ ବିପରୀତ ବାହୁ ଗୁଡା କଣ ତତେ କିଛି ମୁଁ ମାପ ଦେଇଛି କେତେ ପର୍ଯ୍ୟନ୍ତ ନା ମାନେ ଦେଖା ହଉଛି ଆଉ ହେଲା ମାନେ ଦେଖା ହଉଛି ଏଟା ଗୋଟେ ଆୟତ କ୍ଷେତ୍ର ଭଳିଆ ନା ତେଣୁ ଯଦି ମାପଟା ଦିଆ ହେଇଥାନ୍ତା ତୁ କନଫିଡେଣ୍ଟଲି କହିଦେଇଥାନ୍ତୁ ହଁ କି ନାଇଁ ତାହେଲେ ମାନେ ଗୋଟେ ଏ ବାହୁର ମାପ ଦେଇଥାନ୍ତା ଏ ବାହୁ ସାଙ୍ଗରେ ଯଦି ସମାନ ହେଲା ଏ ବାହୁର ମାପ ଦିଆ ହେଇଥାନ୍ତା ଏ ବାହୁ ସାଙ୍ଗରେ ଯଦି ସମାନ ହେଲା ତାହେଲେ ତୁ କହିଦେଇଥାନ୍ତା ଆୟତ କ୍ଷେତ୍ର ଯେହେତୁ ଗୋଟେ ଆଖିକୁ ଦେଖା ହଉଛି ନା ଆୟତ କ୍ଷେତ୍ର ଭଳିଆ କହିଲି ଆୟତ କ୍ଷେତ୍ର ନା କଣ ଠିକ ଅଛି ତାହେଲେ ଏଇଟା କଣ ହେଲା ନା କ ଖ ଗ ଘ କଣ ଗୋଟେ ଜ୍ୟାମିତିକ କ୍ଷେତ୍ର ହେଲା। ତ
तो एइथरो मने करो मु देले एटा 10 सेंटीमीटर क घ बाहुटा केते 10 10 सेंटीमीटर सेंटीमीटर आउ क खटा केते हमर 5 सेंटीमीटर होला ताले एटा जेहेतु मु तो कहले आयत क्षेत्र क घ बाहु सागर को बाहुटा समान हो क घ बाहु सागर को बाहुटा समान हो ख ग बाहु ख ग बाहुटा समान हो होला नै ताने ए क ख ग घ आयत क्षेत्र रे आयत क्षेत्र रे क ख ग घ आयत क्षेत्र रे क घ बाहु कहाँ सागर समान हो ख ख घ ग बाहु सागर समान हो हाँ, आउ क ख बाहु सागरे को बाहुटा समान हो ग घ ना ग घ ग घ घ ग कहिले भी हबो किछ असुविधा नै हैना घ ग बाहुटा एटा मन मु लिखि क घ बाहु सेटा घ क बाहु लिखिले भी किछ असुविधा नै बुझला तो सेटा भी ठीक हो घ ग बाहु कहले चलिबो ग घ बाहु कहले भी चलिबो कि कोडा भल से बुझी ग घ कहले भल से बुझी ना तो हम लिखो ग घ हैना बुझिला ना तो एटा 10 सेंटीमीटर माने एटा केते सेंटीमीटर हो एटा 10 सेंटीमीटर काईना हमें मने करछो जे क ख ग घ आयत क्षेत्रटा आयत क्षेत्र माने क ख ग घ माने ज्यामितिक क्षेत्रटा आयत क्षेत्र हैना तेणु से हमें ए बाहुटा संगे एटा सॉल्व करी लिखवा एटा 10 सेंटीमीटर ख गटा हला 10 सेंटीमीटर क खटा सेंति 5 सेंटीमीटर हम लेइछन्ती मने करछन्ती ताले ग घटा केते हो 5 सेंटीमीटर 5 सेंटीमीटर बुझिला बुझला बुझिला बुझला वर्तमान आमे कोन करिया ना एई आयत क्षेत्रर आमे परिसीमा बाहर करिया हला मु तते जति काली कहथिली ए आयत क्षेत्रर परिसीमा बाहर करिया पे फार्मूला अछि तू ताके फार्मूला जानि ना ताले तू आरो परिसीमा बाहर करि परिबु ना करि परिबु करि परिबि केमिति बाहर करू आकु मिसेई देबी ना कोन मिसेई दउ ता तुम जो देइछो मापिकी जो देइछो दर्घ्यर बाहु मानकर दर्घ्यर मापिकी लिखिछो ताकु मिसेई देबी तार सबुडा को मिसेई दउ हला ताले एमपी हमें साधा मेथड पूरा कर परिया कि ना करि परिबा अच्छा हमें सेटा को चार हमें फार्मूला रे केमती करा होचे हम देखिबा हला नेक्स्ट पेज को दिबा अच्छा आलोक वर्तमान पूर्व चित्र रे कोन थिला आयत क्षेत्र रे हमें एटी जो उत्तरटा बाहर करिया हमें एटी हला उत्तर रे कोन लिखिया उत्तर रे कोन हमें परिसीमा कहां बाहर करिया आयत क्षेत्र रे परिसीमा ताले एटी लिखिबा ओ को घ आयत क्षेत्र रे आयत क्षेत्र रो परिसीमा सीमा परिसीमा समान हला कोन ना को ख बाहुर दर्घ्य হবে নাই যুক্ত যুক্ত কোন तो ख হ্যাঁ খ ग খ গ বাহুর দৈর্ঘ্য যুক্ত যুক্ত গ ঘ বাহু গ ঘ বাহুর দৈর্ঘ্য ভেরি গুড যুক্ত যুক্ত ଆଉ କିଏ ରହିଲା ଏଠି ଦେଖ କ ଖ ଗଲା ଖ ଗ ଗଲା ଗ ଘ ଗଲା ହେଲା ଆଉ କିଏ ରହିଲା ଏଠି और एठी क ଖ ଗଲା ख ଗ ଗଲା ଗ ଘ ଗଲା ତିନିଟା ବାହୁ ଧରି ଦେଇଛନ୍ତି ଆଉ କିଏ ରହିଲା रहला घ क ବାହୁ ମାନେ ଏଠି ଲେଖିବା କାହାକୁ ଘ କ ବାହୁ ଘ क କ ବାହୁର ଦୈର୍ଘ୍ୟ ତାମାନେ କ
ଘ ଆୟତ କ୍ଷେତ୍ରର ପରିସୀମା ଆମେ ଯଦି ବାହାର କରିବା ଆମକୁ କିଛି ଫର୍ମୁଲା ଜଣା ନାହିଁ ଆମେ ସାଧା ମେଥଡରେ କେମିତି ବାହାର କରିବା ନର୍ମାଲି ସିମ୍ପଲି କେମିତି ବାହାର କରିବା ନା ଚାରଟା ଯାକ ବାହୁର ମାପକୁ ମିଶେଇ ଦେଲେ ଆମେ ତାର ପରିସୀମା ପାଇଯିବା ନା ନାହିଁ ହଁ ঠিক ଅଛି আচ্ছা তো মনে করো এই যে আয়তক্ষেত্রটা নাই যদি আয়তক্ষেত্রর ଯୋଉ ବାହୁଟା ଅଧିକ ଲମ୍ବା ଥାଏ ହେଲା ମନେ ଏଇ 10 ଆଉ 5 ଭିତରେ ବଡ କିଏ ସାନ କିଏ ମାନେ ଲମ୍ବ ହଉଛି ନା ବଡ କିଏ ସାନ କିଏ ଆଗେ ମତେ କହ 10 ଆଉ 5 ଭିତରେ ବଡ କିଏ ସାନ କିଏ 10 ହଉଛି ବଡ 5 ସାନ 10 ବଡ 5 ସାନ ତ ଆୟତକ୍ଷେତ୍ରର ଯୋଉ ବାହୁଟା ଅଧିକ ଥିବ ନି ଅଧିକ ସେଣ୍ଟିମିଟର ଯୋଉଟା ଥିବ ସେଇଟାକୁ ଆମେ ଦୈର୍ଘ୍ୟ ବୋଲି କହୁ କଣ କହୁ ଦୈର୍ଘ୍ୟ ବୋଲି କହୁ ହେଲା ତାହେଲେ ମତେ କହ ଏଠି ଦୈର୍ଘ୍ୟ କିଏ କି ଦୈର୍ଘ୍ୟ ଠି ଖ ଗ ଆଉ କ ଘ ଖ ଗ ଟା ହେଲା ଦୈର୍ଘ୍ୟ ଆଉ କ ଘ ଟା ହେଲା ଦୈର୍ଘ୍ୟ ହଁ ନା ନାଇଁ ତାହେଲେ ଏଇଠି ମୁଁ ଲେଖି ପାରିବି ନା ଖ ଗ ଟା ଖ ଗ ବାହୁଟାକୁ ଆମେ କଣ କହିଲେ ଦୈର୍ଘ୍ୟ ବୋଲି କହିଲେ କଣ କହିଲେ ଦୈର୍ଘ୍ୟ ହେଲା ସମାନ ଆଉ କିଏ ବାହୁଟା କହିଲେ ଦୈର୍ଘ୍ୟ ବୋଲି ଆଉ କହିଲେ କ ଘ କ ଘ ବାହୁଟା এই দিকটা হলে দৈর্ঘ্য ହେଲା আচ্ছা ଆଉ ଯୋଉଟା ଛୋଟ ବାହୁ ରହିଲା ସେଇଟାକୁ ପ୍ରସ୍ଥ ବୋଲି କୁହାଯାଏ ହେଲା ଏଠି ପ୍ରସ୍ଥ କିଏ କିଏ କହ ଏଠି କ ଖ ପ୍ରସ୍ଥ ଆଉ କ ଘ ପ୍ରସ୍ଥ କ ଖଟା ହେଲା ପ୍ରସ୍ଥ ଆଉ କିଏ କହିଲୁ ଆଉ କହିଲି ମୁଁ ଗ ଘ ଘଟା ପ୍ରସ୍ଥ ହେଲା ଖ ଗ ଆଉ କ ଘ ଖ ଗ ଏଇଟା ଆଉ ଏଇଟା ହେଲା ଏଟା କଣ এটা দৈর্ঘ্য ଆଉ କ ଖ ମାନେ ଏଇଟା ଆଉ ଏଇଟା ଏଟା କଣ ପ୍ରସ୍ଥ ତାହେଲେ ମୁଁ এই দৈর্ঘ্যটাକୁ কোন ইংলিশରେ କୁହନ୍ତି ଜାଣିଛୁ ନା লেন্থ ବୋଲି କୁହନ୍ତି লেন্থ କଣ କୁହନ୍ତି লেন্থ L E N G T H লেন্থ ତାର ସର୍ଟ L ବୋଲି ଲେଖାଯାଏ ହେଲା ପ୍ରସ୍ଥଟାକୁ କୁହାଯାଏ ବ୍ରେଡଥ B R E ବ୍ରେଡଥ ସର୍ଟ ତାକୁ ଲେଖାଯାଏ B ହେଲା ବୁଝିଲା ଆଚ୍ଛା ଏଇଟା ଦେଖାଯିବନି କଣ ଗୋଟେ ନା ଏଟା ହେଲା ତାହେଲେ B କିଏ କିଏ ଏଠି କହ বি এଠି ক খ এটা B very good তারপরে ঘ ঘ ঘটা B L কিଏ କିଏ এল এল হচ্ছে খ খ গ ହଁ L ଏଟା খ ଗ ଆଉ କିଏ କ ଘ L ଆଚ୍ଛା ମୁଁ କ ଘ ଯେକି ବାହୁ ଲେଖିଛି ବାହୁର ମାପ ଲେଖିଛି ମୁଁ ସେଟା ଠାରିବା ପାଇଁ ଟିକେ B ବୋଲି ଲେଖି ପାରିବି ନା ଲେଖିପାରିବି ନା ନାଇଁ ଦେଖିବା ଆମେ ଏଇଠି କ ଖ ଏଠି କ ଖ ଦେଖିବା ଫାଷ୍ଟ କ ଖ ଠିକ ଅଛି କ ଖ ଏଇଟା କ ଖ ବାହୁର ଦୈର୍ଘ୍ୟଟା ଆମେ ମାପିକି ଲେଖିବା ଲମ୍ବଟା କେତେ ସେ କ ଖ ଜାଗାରେ ମୁଁ B ଲେଖିପାରିବି ନା ନାଇଁ ମାନେ ଏଇଠି এই ক খ বাহুর দৈর্ঘ্যটাକୁ ନ ଲେଖିକି ମୁଁ ଯୋଉ କହିଲି ତତେ ଏବେ କ ଖ ବାହୁର ଦୈର୍ଘ୍ୟଟା ଆମେ ମାପିକି ଲେଖିବା ନା ତା ମାପଟା କେତେ ମାପଟା ପଛରେ ଲେଖିବା এই କ ଖ ବାହୁର ରେଖାଖଣ୍ଡ ଯେଟା ଲେଖିଛେ ନା ଏଇଟା ଗୋଟେ ବାହୁ ନା এই କ ଖଟା ଗୋଟେ ବାହୁ ବି ନାହିଁ ଆଦି କ୍ଷେତ୍ରର ମୁଁ ତା ବଦଳର
এই জায়গার ମୁଁ ଏଠି ଯେତେବେଳେ ତାକୁ ସମାନ ଚିହ୍ନ ଦେଇକି ଲେଖିବି ଏଇଟା ନ ଲେଖିକି ମୁଁ b ବୋଲି ଲେଖି ପାରିବି ନା ନାହିଁ କାହିଁକି ମୁଁ ଏଠି ପୁରା କହିଲି କ ଖ ଟାକୁ b ବୋଲି କହିବା ଆମେ ବ୍ରେଡ ପ୍ରସ୍ତ ବୋଲି ଲେଖିବା ନା ନାହିଁ ବୁଝିଲା ନା ବୁଝିଲା ନା କଷ୍ଟ ଲାଗୁଛି ହଁ ବୁଝିଲା ତ ବୁଝିଲା ତାହେଲେ ମୁଁ ଏଇ आ ଜାଗାରେ କଣ ଲେଖିଦେଲି b ଲେଖିଦେଲି ଯୁକ୍ତ ହେଲା ଖ ଗ ହଉଛି ଖ ଗ କେଠି ଅଛି ଖ ଗ ଏଠି କଣ ଅଛି ତା ଜାଗାରେ ମୁଁ ଖ ଗଟା କଣ ଦୈର୍ଘ୍ୟ ନା ନାହିଁ ହଁ ଖ ଗଟା ଦୈର୍ଘ୍ୟ ନା ନାହିଁ ହଁ ଦୈର୍ଘ୍ୟ ତା ଜାଗାରେ ମୁଁ କେତେ ଲେଖି ପାରିବି ତାର ତମେ l ଲେଖି ପାରିବ l ଲେଖି ପାରିବି ନା ନାହିଁ ହଁ ଲେଖି ପାରିବି ଏଠି l ଲେଖିବି ହେଲା ଯୁକ୍ତ ଗ ଘ ଅଛି ଗ ଘ ବାହୁ ଅଛି ଦେଖ ଗ ଘ ବାହୁଟା କଣ ଗ ଘ এই যে গ ঘ বাহুটা প্রস্থ হ্যাঁ গ ঘ বাহুটা প্রস্থ এই গ ঘ বাহু জায়গাରେ ମୁଁ b ଲେଖି ପାରିବି ନା ନାହିଁ ଲେଖି ପାରିବି ତାହେଲେ ମୁଁ ଏଠି b ଲେଖିବି ଯୁକ୍ତ b ଲେଖିବି ଯୁକ୍ତ ଘ କ ବାହୁ ଅଛି ନା ନାହିଁ ଘ କ ବାହୁ କୋଉଠି ଅଛି ଘ କ ବାହୁ এই যে ঘ ক বাহু ଅଛି এই ଘ କ ବାହୁ ଜାଗାରେ ମୁଁ କେତେ ଲେଖି ପାରିବି তুমি l ଲେଖି ପାରିବ l ଲେଖି ପାରିବି ନା ନାହିଁ ହଁ ଆଚ୍ଛା ମୁଁ ଏଠି l ଲେଖିବି ତମର ତ ସବୁ ଓଡ଼ିଆରେ ଅଛି ମୁଁ ମାନେ ଇଂଲିଶ ରେ ଲେଖିକି କାଇଁ କେତେ ବୁଝଉଛି କାଇଁ ମୁଣ୍ଡର ଟେନସନ ନଉଛି ଏଟା ଟିକେ ଲେଖିଲେ ନା ଟିକେ ଇଂଲିଶ ରେ ବହୁତ ସୁବିଧାରେ ଜଣା ପଡୁଛି ହେଲା କିଛି ତେଣୁ ଯାହା ଯାହା ଟିକେ ଟିକେ ମଝିରେ ଇଂଲିଶ ଆଉଛି ବୁଝିବା ପାଇଁ ଚେଷ୍ଟା କର ହେଲା ବୁଝିଲା କ୍ଲିୟର ତ କ୍ଲିୟର ଆଚ୍ଛା ମତେ କଣ କହ ମୁଁ କହିବି ତତେ କ ଖ ଗ ଘ ଆୟତ କ୍ଷେତ୍ରର ପରିସୀମା ଆମେ ଯେତେବେଳେ ବାହାର କରିବା ଚାରିଟା ଯାକ ବାହୁକୁ ମିଶେଇ ଦେଲେ ତା ମାପ ଯେତିକି ହବ ସେଇଟା ହବ କଣ ତା ପରିସୀମା ହବ ନା ନାହିଁ ହଁ ଆଚ୍ଛା ମୁଁ ସେଇଟା କଣ କଲି ଫାର୍ଷ୍ଟ ବାହୁ କ ଖ ନେଲି ତାପରେ ଖ ଗ ନେଲି ତାପରେ ଗ ଘ ନେଲି ତାପରେ ଘ କ ନେଲି ଏ ଚାରିଟା ଯାକ ବାହୁର ମାପ ନେଲି ହଁ ଆଚ୍ଛା ମୁଁ ତାକୁ ନୋଟେସନରେ କନଭର୍ଟ କରିଦେଲି ସର୍ଟରେ ଜାଣିବା ପାଇଁ ହାଇଦେଲି କରିଦେଲି କ ଖ ଟାକୁ b କୁହାହେଲା କାହିଁକି ନା ଏଠି କ ଖ ଟା କଣ ଥିଲା ପ୍ରସ୍ତ ଥିଲା ବ୍ରେଡଥ ବୋଲି କୁହାହେଲା ସେଥିପାଇଁ b ନେଲେ ତାକୁ ହଁ ଖ ଗ ଟା ଲେନ୍ଥ ଅଛି ଦୈର୍ଘ୍ୟ ଅଛି ସେଥିପାଇଁ l ନେଲେ ଗ ଘ ଟା b ଅଛି ନାଇଁ ପ୍ରସ୍ତ ଅଛି ସେଥିପାଇଁ b ନେଲେ ଆଉ କ ଘ ଟା କଣ ଅଛି ଦୈର୍ଘ୍ୟ ଅଛି ସେଥିପାଇଁ କଣ ନେଲେ l ନେଲେ ତ ବର୍ତ୍ତମାନ ମତେ କହ ଯେତେବେଳେ ଆମେ ମିଶେଇବା ଏଇଟା କେତେଟା b ଅଛି ଦୁଇଟା b ଅଛି ଏ ଗୋଟେ b ଆଉ ଗୋଟେ b ହେଲା ମୁଁ ତୁ ଏଟା ଗଲେ ଅଷ୍ଟମ ନବମରେ ପଢିବୁ ସେଟା ଆଉ ଟିକେ ତଥାପି ଜାଣିଥା ଏ ଗୋଟେ b ଆଉ ଗୋଟେ b ଦିଟା b ହେଲା ହଁ ତାକୁ ଆମେ ଏମିତି ଲେଖି ପାରିବା କଣ ଲେଖି ପାରିବା ଦିଟା ଏଟା ଇଂଲିଶରେ ଗଲା ନା ହଁ ଏଟା ଦୁଇଟା b ବୋଲି ଲେଖି ପାରିବା ହେଲା ଯୁକ୍ତ ଏଇଟା କଣ ଲେଖି ପାରିବା ନା ଦୁଇଟା l ଅଛି ଏଠି ଗୋଟେ l ଅଛି ଦୁଇଟା l ଅଛି ଏଟା ଦୁଇଟା l ବୋଲି ଲେଖି ପାରିବା ହେଲା ବୁଝିଗଲା ତ ବୁଝିଗଲା ଆଚ୍ଛା ତ ସେଇଟାକୁ ଇଂଲିଶରେ ବି ଏମିତି 2b ବୋଲି ଲେଖାଯାଏ ପ୍ଲସ୍ 2l ବୋଲି ଲେଖାଯାଏ ବୁଝିଗଲା ନା ନାହିଁ ବୁଝିଗଲା ବୁଝିଗଲା ଆଚ୍ଛା ଏଇଟା ଏଇଟା ଏମିତି ଲେଖା ହେଲେ ତାର ଗୋଟେ ଗଣିତର ଗୋଟେ ନିୟମ ଅଛି ଏଠି ଗୋଟେ କମନ ଆସିବ 2 କମନ ଆସିବ ହେଲା 2 କମନ ଆସିଲେ ଏଠି ହେଇଯିବ କଣ ନା b ପ୍ଲସ l ତାପରେ କଣ 2 ଗୁଣନ ଏଇଟା ହେଲା କଣ ବ୍ରେଡଥ ଆଉ ଯୁକ୍ତ ଲେନ୍ଥ ଏଇଟା ତଥାପି ତୁ ଟିକେ ବୁଝି ପାରୁନଥିବୁ ମୁଁ ତତେ ଓଡ଼ିଆରେ ଆଉ ଥରେ କହୁଛି ହେଲା ଓଡ଼ିଆରେ କଣ ଆଚ୍ଛା ମତେ ଏ ଯୋଉ ଏ b ଜାଗାର ମୁଁ ଏମିତି ଲେଖୁଛି ହେଲା କଣ ଲେଖୁଛି ନା b ଟା କଣ ପ୍ରସ୍ତ ନା ହଁ ହଁ ପ୍ର ବୋଲି ଲେଖୁଛି କଣ ଲେଖୁଛି ପ୍ର ଯୁକ୍ତ l ଟା କଣ ଦୈର୍ଘ୍ୟ ନା ଲେନ୍ଥ ନା ହଁ ଏଟାକୁ ଦଇ ବୋଲି ଲେଖୁଛି ଦଇ ଦଇ ଦୈର୍ଘ୍ୟ ହେଲା ତାପରେ ଏ b ଟା କଣ ପ୍ରସ୍ତ ହଁ ପ୍ରସ୍ତ ସେଟା ପ୍ର ବୋଲି ଲେଖୁଛି ହେଲା ଯୁକ୍ତ এটা ঘ কোটা l না কোন লেন্থ না
ले ସେଟା ଦଇ ବୋଲି ଲେଖୁଛି ହେଲା ଦଇ ଦୈର୍ଘ୍ୟ ପ୍ରସ୍ଥ ଯୁକ୍ତ ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ ଯୁକ୍ତ ଦୈର୍ଘ୍ୟ ବୁଝିଲା ବୁଝିଲା ତ ମତେ କଣ କରିବାର ଅଛି ମତେ ଗୋଟେ ପ୍ରସ୍ଥ ଆଉ ଗୋଟେ ଦୈର୍ଘ୍ୟକୁ ନେଇକି ଯୋଡ଼ା କରିବାର ଅଛି ହେଲା କଣ ନା ଏଟା ହେଲା ପ୍ରସ୍ଥ ପ୍ର ଯୁକ୍ତ ଦୈର୍ଘ୍ୟ दाना दई आकु नेकी कोन करले गोटे जोड़ा करले केतरा जोड़ा करले गोटे जोड़ा आ गोटे सेंती गोटे प्रस्थ आ गोटे दैर्घ्य को नेकी करले आ गोटे जोड़ा कर दे प्रस्थ युक्त दैर्घ्य एटा आ गोटे जोड़ा कर दे हां हला ने हां अच्छा एटी केतेटा जोड़ा देखिलु तू ओटी दुईटा जोड़ा देखिलु दुईटा जोड़ा देखिलु ना नहीं हां दैर्घ्य प्रस्थ एटा केतेटा जोड़ा देखिलु दुईटा जोड़ा देखिलु ना नहीं हां सेटाकू आमे एक प्रस्थयुक्त दैर्घ्य भी लिखि परिबा दैर्घ्ययुक्त प्रस्थ भी लिखिले किछि भूल हेबो हैला तो एटाकू आमे आगे दुईटा को लिखि दैर्घ्य युक्त आ एटाकू प्रस्थ बोली भी लिखि परिबा किछि असुविधा नै कोन हैला एटाकू भी सेमति लिखि परिबा दैर्घ्य युक्त प्रस्थ एटा लिखि बुझिला एटाकू एठी नै आसे एटा नै ओ 5 सागर 3 मिसेवा जहा 3 सागर 5 मिसेवा से है ना हो से ना नहीं से प्रस्थ युक्त दैर्घ्य कहबा जहा दैर्घ्य युक्त प्रस्थ कहबा से है ना नहीं हां ठीक अछि तो एटा गोटे सब्जेक्ट लिखते है ना हां केते जोड़ा होला वर्तमान दुईटा दुई जोड़ा अच्छा माने कर एटा भाग एटा 5 ठीक है 5 एटा भाग 5 भाग मुझे कथा कहूँ भाग তাহলে 5 যুক্ত 5 কেতে হলা 10 হলা 10 তো 5 যুক্ত 5 করিকি 10 কহিবা যাহা গুণনটা কোন বারম্বার মিশ্রণ গুণন মানে ততে কোন কইছি বারম্বার মিশ্রণ না গুণিবা মানে কোন বারম্বার মিশেইবা তো আমি গুণন কହୁଛି হলা নাই ଆମେ ବାରମ୍ବାର ନ ମିଶେଇକି ଗଣିତଜ୍ଞ ମାନେ ଗୋଟେ ନୂଆ नियम बाहर कर दिले गुणन चिन्ह बाहर कर दिले बुझ पाछो ना से गुणन चिन्ह माने जने बुझिबो बारंबार मु न मिसे गोटे ऑपरेशन करी जोडा जबा गोटे माने क्रिया करी जोडा कहला कोन ना गुणन क्रिया हना नहीं 5 युक्त 5 को दी तरह मिसेबा जहा मु 5 को 2 से गुणित आसे ना हो काहे कि 2 काहे ओनली 2 जोड़ा अछि 2 जोड़ा बा 2 थर अछि 5 युक्त 5 युक्त 5 तीन थर चले कोन करथां ताले मु तीन थर को हां 3 5 को 3 ले गुणी देथां बुझी पालो तो बुझी पालो तो सेमिति आमे कोन करबा ना देखो एहे दी जोड़ा अछि ना उडाला दैर्घ्य युक्त प्रस्थ गोटे जोड़ा आ गोटे दैर्घ्य युक्त प्रस्थ आ गोटे जोड़ा दी जोड़ा अछि ना ताले मु दी जोड़ा को मिसो छि ना एठी मझी रे हां ये जोड़ा तो भीतर मिश्रण होछि सेटा भूल जा ए जोड़ा भी भीतर मिश्रण होछि आमे से भीतरटा देखबानी एटा वर्तमान गोटे जोड़ा आइ गेला कि नहीं हां एटा गोटे जोड़ा आइ गेला कि नहीं हां दुईटा जोड़ा अछि ना हां अच्छा ए दुई जोड़ा को एठी कोन हो मिसो छि ना दुईटा जाको सेम ना नहीं हां ए जोड़ाटा जहा ए जोड़ाटा सेम ना नहीं हां से दुईटा जोड़ा सेम सेम जिंस को दी तरह मिसो छि ताला देखो दुई गुणी दबा से आलो नहीं जो जिंसटा को मिसो छि ता संगरे मु दुई गुणी दबाटा से आला नहीं ताले ओंडी लिखि परिबि ना दुई गुणन दैर्घ्य युक्त प्रस्थ एटा जोड़ा भीतर लिखि परिबि ना तो लिखि परिबि ना किछि भूल हो ना भूल होबनी भूल होबन नहीं ना ताले एइटा हला कोन ना आयत क्षेत्रर परिसीमा एटा कोन आयत क्षेत्रर परिसीमा दुई गुणन दैर्घ्य युक्त प्रस्थ बा एमिति भी कहि परिबो कोन ना आगे दैर्घ्य युक्त प्रस्थ को दैर्घ्य युक्त प्रस्थ कर देलु जेति कि हला आ संगर दुई गुणन एमिति कहले चलियो किछ बुझियला ना बुझियला पूरा क्लियर ताहले मते कह ए जो आमे एठी क ख
ଦୈର୍ଘ୍ୟ जो आयत क्षेत्रटा हम एठी एठी जो अंकन करछंदी तार परिसीमा आगे केते कह आगे तो जो माने प्रणाली रे तते भल लागुची जो मेथड रे तते इजी लागुची सेटा कह आर केते हो परिसीमा एक क ख ग घ आयत क्षेत्र परिसीमा केते हो 20 सेमी काहे की काहे ना सबुडा मिसे दे सब बागुडा मिसे दे 20 हैला हां नहीं की हां मिसाण पूरा बढ़िया से कलु कि नहीं हां पूरा 20 हैला ना नहीं हां हां 5 युक्त 10 केते ना 15 15 युक्त 5 20 हैला हां 20 युक्त 10 30 हैला पर 20 है भूल कलु ही नहीं हां गणित रे भूल माने सब भूल भूल करिवनी जमा छानिया ही कोई दरकार नहीं किछ आराम से भाबी चिंती की कोई हला वीडियो होची बोली माने कहूची कि संख्या छानिया माने है जेमति तू नेचुरल जेमति संख्या आंसर दे बुझेला तो केते बको परिश्रम केते बको 30 5 5 10 हां 10 20 10 30 30 सेंटीमीटर हां हला तलार परिसीमा केते हला 30 30 सेंटीमीटर देखिबा आमे जो फार्मूला टा बाहर करले से फार्मूला टा काम दोचे ना नहीं देखिया हला एटी फार्मूला आमे कोन बाहर करले दैर्घ्य आयत क्षेत्रर परिसीमा टा केमति बाहर करिया दैर्घ्य युक्त प्रस्थ को आगे दैर्घ्य और प्रस्थ दुईटा को मिसेई दबा देखि दासा हम कोन करिया दुई गुण दबा हला नहीं हां तो वर्तमान आमे कोन करबा ना तो वर्तमान x मान चिन्ह दे लिखिले दैर्घ्यटा केते थिला दैर्घ्य दैर्घ्य थिला 10 ताले दोई जगह मु लिखि परियो ना 10 हां युक्त प्रस्थ केते थिला प्रस्थ थिला 5 5 ताले एटा केते हला गुणन 2 आगे आमे इदिला को मिसेला मु तो आगे कहिची गणित र आगु को गले गुटे नियम पढिबु हला जदी कोन सरल कर बोली गुटे अछि सेटा पढिबु बरह भूमि नियम अछि सेटा पढिबु आगु टिके टिके रे जानि था जदी बंधनी भितर आगो थिबो से कामटा आगो हो बुझियला तो बर्तमान आमे एटा जोड़ा बोली नि जमा तू सेटा बुझिया दरकार नै एटा को आमे जोड़ा बोली नि जमा हां तो ए जोड़ाटा को आमे मिसेला आगो तार जे को गुणला हां तो से जोड़ाटा को मिसेल केते बा मिसेले हला 30 एटा 10 युक्त 5 को मिसेल केते हला 15 बस एटा कोन 30 के को 15 हला ना नहीं हां गुणन केते 2 एटी गुणन 2 अछि ना हां हां हला एटा को खाली आमे मिसे देले एटा 15 हला गुणन 2 ना नहीं हां ताले केते हला 15 गुणन 2 केते हला 30 30 कोन सबले तो कहितले एक को लिखिबो 30 टा कोन सेंटीमीटर बुझेला आमे एमिति मिसौथले एठी 5 5 10 10 20 20 ये 10 30 हला ना नहीं परिसीमा 30 बार किया ना नहीं हां आ आमे जो फार्मूला बाहर करले फार्मूला आंसर भी 30 सेंटीमीटर हला कि नहीं हां हला हां सेमति करियो तो करियो ताले ओते पे कोन लिखिबो अतए को आयत क्षेत्रे क्षेत्रर परिसीमा 30 सेंटीमीटर अटे ये लास्ट में पूर्ण छवि के उत्तर देबो बुझियला हमको आगुर जतबे शिक्षा होतला तमे से लेखुच ए जो बही रे जाई क्वेश्चन दे दोचंती लेखुच आमे जतबे पाठ करतला आमे जे साधा पेपर रे एमती लिखि आस्तुले ना हमको एमती सार माने सिखौतले एमती लेखिया पूरा धारा करी बुझिलो एमती परीक्षा रे लिखिबो तुम तो जागा दिया होची हां यदि बेसी जागा नथिबो खाली से जागा भीतर एडजस्ट करी लिखि यदि जागा अधिक होची एमती धारा करी लिखि आसी मने रहला तो मने रहला बुझियला तो परिसीमा केमती बुझियला हैं आ गोटे नबा गोटे एग्जांपल दबा सेथरे मु तते कहिबी तू मते कहिबू केमती बात करा जो हमरा परिसीमा
ହେଲା ବର୍ତ୍ତମାନ ଏଇଟା ମନେକର ମୁଁ ଆର ଦେଲି च ଛ ज ଛ ଜ ଛ ଏଇଟା ଗୋଟେ କୋଣ କେ ଭଳି ଆୟତ କ୍ଷେତ୍ର ଦେଖାଉଛି ଏଇଟା ଗୋଟେ କେ ଭଳିଆ ସରି କୋ ଭଳିଆ ମାନେ ଜ୍ୟାମିତିକ କ୍ଷେତ୍ରଟା ଦେଖାଉଛି এটা ନା ଆୟତ କ୍ଷେତ୍ର ଭଳିଆ ଆୟତକ୍ଷେତ୍ର ଦେଖାଉଛି ନା ନାଇଁ ହଁ ଆଉ ତାର ମାପ ଦେଇଦେଲି ମନେକର ଏଇଟା 7 ସେଣ୍ଟିମିଟର କଣ ଏଇଟା 7 ସେଣ୍ଟିମିଟର ଆଉ ଏଇଟା ମନେକର 3 ସେଣ୍ଟିମିଟର 3 ସେଣ୍ଟିମିଟର ଏଇଟା ସେମିତି 7 ସେଣ୍ଟିମିଟର ଏଇଟା ସେମିତି 3 ସେଣ୍ଟିମିଟର ସେଣ୍ଟିମିଟର ହେଲା ବୁଝିଲ ବୁଝିଗଲା देखि वर्तमान आमे आरो परिसीमा बाहर करिया ठीक अछि ହଁ ଠିକ ଅଛି तो वर्तमान परिसीमा जो बाहर करिया वर्तमान केमिति परीक्षा रे जेमिति लेखिबो सेमिति मते को तो हम एटी लेखि प्रथमे कोन लेखिया परिसीमा एटी क्वेश्चन अछि परिसीमा निर्णय करो ହେଲା परिसीमा निर्णय करो ବୁଝିଲା ତ ପରୀକ୍ଷା ଯେମିତି ଲେଖିବ ସେମିତି କହ କଣ କେମିତି ଲେଖିବ ପରୀକ୍ଷା ପରୀକ୍ଷାରେ ଫାଷ୍ଟ ମୁଁ ଲେଖିବି ତୁ ମାନେ ଶୁଣୁ ସବୁ ଯେମିତି ତୁ ଘର ପାଖରେ କଥାବାର୍ତ୍ତା କରୁ ସେମିତି କଥାବାର୍ତ୍ତା କର କହ ଫାଷ୍ଟ ଲେଖିବି ମାନେ ଯେତିକି ସବୁ ଅଛି ତାକୁ ସବୁ ଲେଖିବି ମାନେ ଦୈର୍ଘ୍ୟ ମାପ ସବୁ ଲେଖିବି ହଉ ମୁଁ ତତେ ଏଇଟାକୁ ଟିକେ ଦେଖେ ଏଇଟା ମୁଁ ଯେମିତି ଧାରାରେ କଲି ସେଇ ଅନୁସାରେ ମତେ କହ ମୁଁ କେମିତି ଲେଖିଛି ଫାଷ୍ଟ କ ଖ ଗ ଘ ଭଲ କିନା ଶୁଣୁଛୁ ନା ନାଇଁ ହାଁ ଭଲ କିନା ଶୁଣୁଛୁ ତ ଭଲ କିନା ଶୁଣିକି କହିବୁ ହେଲା କ ଖ ଗ ଘ ଆୟତକ୍ଷେତ୍ରର ପରିସୀମା ସମାନ ହେଲା ସବୁ ବାହୁ ଗୁଡାକର ସମଷ୍ଟି ସବୁ ବାହୁ ଗୁଡାକର ଦୈର୍ଘ୍ୟର ସମଷ୍ଟି ହଁ ହେଲାନି ସବୁ ବାହୁ ଗୁଡାକ ଏଠି ଯେମିତି ଥିଲା କ ଖ ଗ ଘ ଘ ଘ କ ଖ ଖ ଗ ଘ ଘ ସେମିତି ଏଠି କଣ ଲେଖିବା ଫାଷ୍ଟ च छ ज ଝ ଆୟତ କ୍ଷେତ୍ରର କଣ ଆୟତ କ୍ଷେତ୍ର କ୍ଷେତ୍ରର ପରିସୀମା ସୀମା ସମାନ କେତେ ସମାନ ଏବେ ଆଉ ମୁଁ ସେମିତି ଲେଖିବୁନି च ଛ ବାହୁ ଯୁକ୍ତ ଛ ଜ ବାହୁ ଯୁକ୍ତ ଜ ଝ ବାହୁ ଯୁକ୍ତ ଝ ଚ ବାହୁର ଦୈର୍ଘ୍ୟ ସେମିତି ଆଉ ଲେଖିବୁ କାହିଁକି ଆମେ ପୂର୍ବଟା କଲେ ଏଇଥିପାଇଁ କାହିଁକି ନା ତାର ଆମେ ଫର୍ମୁଲା ଆମେ ଜାଣିନଥିଲେ ଏବେ ସୂତ୍ରଟା ଜାଣିଗଲେ ନା ଫର୍ମୁଲାଟା ଜାଣିଗଲେ କି ନାଇଁ ହଁ ହୁଁ ହଁ ତାହେଲେ ବର୍ତ୍ତମାନ ସେ ଫର୍ମୁଲା ଅନୁସାରେ କରିବୁ କଣ ଲେଖିବୁ ନା च छ ଜ ଝ ଆୟତ କ୍ଷେତ୍ରର ପରିସୀମା ସମାନ କଣ ଶିଖିଲେ ଫର୍ମୁଲାଟା ଫର୍ମୁଲାଟା ଗ୍ରହଣ କରିବା କଣ ଫର୍ମୁଲାଟା କଣ ଶିଖିଲେ এইটাই যে ফর্মুলাটা আমরা শিখলে না কোন শিখলে সে ফর্মুলাটা দৈর্ঘ্য যুক্ত প্রস্থ ও আগ মিশাইবা গুণন 2 করবে ହଁ ହଁ ହେଲା তাহলে এটা কোন দৈর্ঘ্য যুক্ত প্রস্থ প্রস্থ আগ মিশাইবা আর ফর্মুলাটা এটা না গুণন 2 করবে না তাহলে দৈর্ঘ্য কত আছে দৈর্ঘ্য ଅଛି 7 ସେমি 7 সেন্টিমিটার যুক্ত প্রস্থটা কত আছে প্রস্থটা ଅଛି 3 সেন্টিমিটার 3 সেন্টিমিটার এই দুইটাকে বর্তমান মিশিয়ে দেবে গুণন 2 করবে ହେଲା ନାଇଁ ଆଚ୍ଛା ସମାନ ଏଠି 7 ଆଉ 3 କୁ ଆଗ ମିଶେଇବା ହଁ ହଁ 7 3 କେତେ ହେଲା 7 10 10 ହଁ ଗୁଣନ କେତେ 2 ଗୁଣନ 2 କେତେ ହେଲା 20 20 କଣ 20 ସେଣ୍ଟିମିଟର 20 ସେଣ୍ଟିମିଟର ହେଲା ନାଇଁ ହଁ ତାହେଲେ ଅତାପରେ କଣ ଲେଖିବୁ ଅତଏ च छ ज
ছ ଆୟତ କ୍ଷେତ୍ରର ପରିସୀମା କେତେ? ପରିସୀମା 20 ସେଣ୍ଟିମିଟର। ବୁଝିଲା? ଆୟତକ୍ଷେତ୍ରର ପରିସୀମା 20 ସେଣ୍ଟିମିଟର ଅଟେ। ଖାଲି ଏତିକି 20 ସେଣ୍ଟିମିଟର ହବ। ବୁଝିଲା? ବୁଝିଲା। ତାହେଲେ ଏଟା କଣ ନା ଆୟତକ୍ଷେତ୍ରର ପରିସୀମା ବିଷୟରେ ଆମେ ଜାଣିଲେ। ହେଲା ଆଜି ଏତିକି ଥାଉ। ନେକ୍ସଟ କ୍ଲାସ ରେ ଆମେ ପଢିବା ବର୍ଗକ୍ଷେତ୍ରର ପରିସୀମା। ହେଲା ବର୍ଗକ୍ଷେତ୍ରର କେମିତି ପରିସୀମା ବାହାର କରାଯାଏ, ତ୍ରିଭୁଜର କେମିତି ପରିସୀମା ବାହାର କରାଯାଏ। ବୁଝିଲା ତ? ଗୋଟେ ଗୋଟେ ଦିନରେ କମ କମ ପଢିବା ହେଲା। ନହେଲେ ଏକା ଦିନକରେ ଏକାଥରେ ବେଶୀ ପଢିଦେଲେ ବୁଝିପାରିବୁନି, ମନେ ରହିବ। ସବୁଦିନ ପଢିବା, ଟିକେ 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 ପଢିବା ହେଲା। ବୁଝିଲା ତ? ବୁଝିଲା। ଆଜି ପାଇଁ ତାହେଲେ ଏତିକି ଥାଉ। ଠିକ ଅଛି। ଥ୍ୟାଙ୍କ ୟୁ।